ଅଶ୍ୱତ୍ଥାମା ସପ୍ତ ଚିରଞ୍ଜୀବିଙ୍କ ମଧ୍ୟରୁ ଜଣେ ଥିଲେ। ଅଶ୍ୱତ୍ଥାମା, ମହାବଳୀ, ବେଦବ୍ୟାସ, ହନୁମାନ, ବିଭୀଷଣ, କୃପାଚାର୍ଯ୍ୟ, ପରଶୁରାମ ଏବଂ ମାର୍କଣ୍ଡେୟ। ଲୋକକଥା ଅଛି ଯେ ସେ ଆଜି ମଧ୍ୟ ଅସୁସ୍ଥ ଅବସ୍ଥାରେ ପୃଥିବୀରେ ବୁଲୁଛନ୍ତି। ମଧ୍ୟପ୍ରଦେଶର ଅସିରଗଡ଼ ଦୁର୍ଗରେ ଥିବା ଶିବ ମନ୍ଦିରରେ ସେ ପ୍ରତିଦିନ ଭୋର ସମୟରେ ପୂଜା କରିବାକୁ ଆସନ୍ତି ବୋଲି ଅନେକ ବିଶ୍ୱାସ କରନ୍ତି। ଅଶ୍ୱତ୍ଥାମାଙ୍କ ପୂର୍ବଜନ୍ମର କାହାଣୀ ଅତ୍ୟନ୍ତ ରୋଚକ। ପୁରାଣ ଅନୁସାରେ ଅଶ୍ୱତ୍ଥାମା କେବଳ ଜଣେ ସାଧାରଣ ମଣିଷ ନଥିଲେ, ସେ ଥିଲେ ଶିବ ବା କାଳ, କ୍ରୋଧ ଏବଂ ଯମଙ୍କର ଏକ ମିଶ୍ରିତ ଅଂଶ ଅବତାର। ଦ୍ରୋଣାଚାର୍ଯ୍ୟଙ୍କର କୌଣସି ସନ୍ତାନ ନଥିଲେ। ସେ ଭଗବାନ ଶିବଙ୍କ ଭଳି ଜଣେ ଶକ୍ତିଶାଳୀ ପୁତ୍ର ପାଇବା ପାଇଁ କଠୋର ତପସ୍ୟା କରିଥିଲେ। ଶିବ ପ୍ରସନ୍ନ ହୋଇ ବର ଦେଇଥିଲେ ଯେ ସେ ନିଜେ ଦ୍ରୋଣଙ୍କ ପୁତ୍ର ରୂପେ ଜନ୍ମ ହେବେ। ସେଥିପାଇଁ ଅଶ୍ୱତ୍ଥାମାଙ୍କୁ ଶିବଙ୍କର 11ତମ ରୁଦ୍ର ଅବତାର ମଧ୍ୟ କୁହାଯାଏ। କେତେକ ପୁରାଣ କଥା ଅନୁସାରେ ପୂର୍ବଜନ୍ମରେ ସେ ଜଣେ ବ୍ରାହ୍ମଣ ଥିଲେ, ଯିଏ ଭଗବାନ ଶିବଙ୍କର ପରମ ଭକ୍ତ ଥିଲେ। କିନ୍ତୁ ତାଙ୍କ ଭିତରେ କ୍ରୋଧ ଅଧିକ ଥିଲା। ଏହି କାରଣରୁ ତାଙ୍କୁ ମହାଭାରତ ଯୁଗରେ ଏଭଳି ଏକ ଶକ୍ତିଶାଳୀ କିନ୍ତୁ ଶାପିତ ଜୀବନ ମିଳିଲା। କୁହାଯାଏ ଯେ ଯେତେବେଳେ ଭଗବାନ ଶିବ କ୍ରୋଧିତ ହୁଅନ୍ତି, ସେହି ଶକ୍ତି ଅତି ଭୟଙ୍କର ହୋଇଥାଏ। ଅଶ୍ୱତ୍ଥାମାଙ୍କ ଜନ୍ମ ଶିବଙ୍କ ସେହି କ୍ରୋଧ ଏବଂ ଯମ ବା ମୃତ୍ୟୁର ଦେବତାଙ୍କ ଅଂଶରୁ ହୋଇଥିଲା। ସେଥିପାଇଁ ଯୁଦ୍ଧ ସମୟରେ ଯେତେବେଳେ ସେ କ୍ରୋଧିତ ହେଉଥିଲେ, ତାଙ୍କୁ ରୋକିବା କାହା ପକ୍ଷେ ସମ୍ଭବ ନଥିଲା। ଅଶ୍ୱତ୍ଥାମା ନିଜ ଶକ୍ତି ଉପରେ ବହୁତ ଗର୍ବ କରୁଥିଲେ ଏବଂ ଦିନେ ସେ ଶ୍ରୀକୃଷ୍ଣଙ୍କ ସୁଦର୍ଶନ ଚକ୍ର ପାଇବା ପାଇଁ ଲୋଭ କରିଥିଲେ। ଥରେ ଅଶ୍ୱତ୍ଥାମା ଦ୍ୱାରକା ଯାଇ ଶ୍ରୀକୃଷ୍ଣଙ୍କୁ ଭେଟିଲେ। ସେ ଶ୍ରୀକୃଷ୍ଣଙ୍କୁ କହିଲେ, ହେ କୃଷ୍ଣ, ମୋ ପାଖରେ ମୋ ପିତାଙ୍କ ଦେଇଥିବା ଅମୋଘ ବ୍ରହ୍ମଶିର ଅସ୍ତ୍ର ଅଛି। ମୁଁ ସେହି ଅସ୍ତ୍ର ଆପଣଙ୍କୁ ଦେବାକୁ ଚାହୁଁଛି, କିନ୍ତୁ ବଦଳରେ ଆପଣ ମୋତେ ଆପଣଙ୍କର ସୁଦର୍ଶନ ଚକ୍ର ଦିଅନ୍ତୁ। ଅଶ୍ୱତ୍ଥାମା ଭାବିଥିଲେ ଯେ ଯଦି ତାଙ୍କ ପାଖରେ ସୁଦର୍ଶନ ଚକ୍ର ଆସିଯିବ, ତେବେ ସେ ସାରା ବିଶ୍ୱରେ ସବୁଠାରୁ ଶକ୍ତିଶାଳୀ ହୋଇଯିବେ। ଭଗବାନ ଶ୍ରୀକୃଷ୍ଣ ତାଙ୍କ ମନର ଅହଙ୍କାର ବୁଝିପାରି ହସିଲେ ଏବଂ କହିଲେ, ଠିକ୍ ଅଛି, ମୋର କୌଣସି ଅସ୍ତ୍ର ଦରକାର ନାହିଁ, କିନ୍ତୁ ଯଦି ତୁମେ ଚାହୁଁଛ, ତେବେ ସେଠାରେ ରଖାଯାଇଥିବା ଚକ୍ରକୁ ନିଜେ ଉଠାଇ ନେଇଯାଅ। ମୁଁ ତୁମକୁ ବାରଣ କରିବି ନାହିଁ। ଅଶ୍ୱତ୍ଥାମା ଅତ୍ୟନ୍ତ ଆନନ୍ଦିତ ହୋଇ ଚକ୍ର ପାଖକୁ ଗଲେ ଏବଂ ତାଙ୍କ ନିଜର ବାମ ହାତରେ ଉଠାଇବାକୁ ଚେଷ୍ଟା କଲେ, କିନ୍ତୁ ଚକ୍ର ଟିକିଏ ବି ହଲିଲା ନାହିଁ। ଏହାପରେ ସେ ନିଜର ପୂରା ଶକ୍ତି ଲଗାଇ ଦୁଇ ହାତରେ ଚକ୍ରକୁ ଉଠାଇବାକୁ ଚେଷ୍ଟା କଲେ, କିନ୍ତୁ